ବିଜେଡି ର ଅଭିଯୋଗର ଉତ୍ତର ଦେବା ପାଇଁ ମୁଁ ଠିକ ମଣୁନାହିଁ, କାରଣ ଯେଉଁମାନେ ଉତ୍ତର ମାଗୁଥିଲେ ସେମାନଙ୍କ ମଞ୍ଚ ଦେଖିବେ। ସେଇଠି ଅଜିତ ଦାସ ବୋଲି ଜଣେ ବସିଛନ୍ତି, ସିଏ ଗଣେଶ ଡାକୁଆର ହତ୍ୟାକାରୀ। ସେଇଠି ପୂର୍ବତନ ମନ୍ତ୍ରୀ ବସିଛନ୍ତି, ସିଏ ହେଉଛନ୍ତି ସଂଯୁକ୍ତା ମହଲର ଦୁଷ୍କର୍ମକାରୀ। ସେଠି ଚନ୍ଦ୍ରଶେଖର ସାହୁ ବସିଛନ୍ତି, ସିଏ ହେଉଛନ୍ତି ସେ କୀର୍ତ୍ତିବାସ ପଣ୍ଡାଙ୍କର ମର୍ଡର ହେଲା ତାର ଷଡ଼ଯନ୍ତ୍ରକାରୀ, ଏବଂ ସେ ହେଉଛନ୍ତି ସେ ବିକ୍ରମ ପଣ୍ଡାଙ୍କର ଗୁରୁ। ତ ମୁଁ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ, ଗୋଟେ ସମ୍ବେଦନଶୀଳ କଥା, ଯେଉଁ ଘଟଣା ଘଟିଗଲା ସମ୍ବେଦନଶୀଳ କଥା। ଇଏ କଥାରେ ଯେଉଁମାନେ ଜଡ଼ିତ ସେଥିରେ ମୋ ପୁତୁରାଙ୍କ ବି ନାଁ ଆସିଥିଲା, ବିଶ୍ୱଜିତର ନାଁ ଆସିଲା। ମୁଁ ତୁରନ୍ତ କହିଲି ଆଇନ ଊର୍ଦ୍ଧ୍ୱରେ କେହି ନୁହନ୍ତି, ଆଇନ ତା ବାଟରେ ଯାଉ, ଦୋଷୀକୁ ମାନେ ପୀଡ଼ିତାକୁ ନ୍ୟାୟ ମିଳୁ। ଏ କଥାକୁ ନେଇକରି ମୁଁ ହିଁ କହିଥିଲି ଯେ ତାର ଯାହା ନାଁ ଉଠୁଛି ତାକୁ କାର୍ଯ୍ୟକ୍ରମ ତାକୁ ତ୍ୱରାନ୍ୱିତ କରାଯାଉ ଏବଂ ତାର ମୋବାଇଲ ଲ୍ୟାପଟପ୍ ଯାହା ତୁରନ୍ତ ସିଜ୍ କରାଯାଉ। ମୁଁ ଯେଉଁ କଥା ସେଇଦିନ କହିଥିଲି ଆଜି ବି ସେ କଥା କହୁଛି ଯେ ଆଇନ ଊର୍ଦ୍ଧ୍ୱରେ କେହି ନୁହେଁ ଏବଂ ଆଇନ ତା ବାଟରେ ଯାଇଛି। ଗତକାଲି ମୋ ପୁତୁରାକୁ ଗିରଫ ବି କରାଯାଇଛି। ଏଥିରୁ ଅନୁମାନ କରିହେଉଥିବ ଯେଉଁମାନେ ଆଜି ଏ ସମ୍ବେଦନଶୀଳ କଥାକୁ ନେଇକରି ରାଜନୀତିର ରଙ୍ଗ ଦେଉଛନ୍ତି ଏବଂ ଅଯଥାରେ ମୋ ନାଁକୁ ନେଇକରି ମଧ୍ୟ କହୁଛନ୍ତି, ସେମାନେ ଜାଣି ରଖିବା ଉଚିତ ଅଛି ଯେ ଆମ ସରକାର ନ୍ୟାୟ ଦେବାରେ ପୁରା ଯତ୍ନବାନ ଅଛି। ଆମ ସରକାର ଘଣ୍ଟ ଘୋଡ଼େଇବା ସରକାର ନୁହଁ। ବିଗତ ଦିନରେ ଦେଖିଥିବେ ଯେତେବେଳେ ମମିତାର କଥା କୁହାଯାଉ, ସେଠି କ୍ୟାପ୍ଟେନକୁ ଆରେଷ୍ଟ କରାଯାଇନଥିଲା ଏବଂ ଡବଲ ମର୍ଡରର କଥା ପ୍ରତାପ ଜେନାର କଥା ତାକୁ ସେ ତଦନ୍ତ ପରିସରଭୁକ୍ତ ବି ଅଣାଯାଇନଥିଲା। ବହୁତ ଘଟଣା ଘଟେ, ବହୁତ ଘଟଣା ଘଟେ। କେବେ ଯତ୍ନବାନ ନୁହନ୍ତି ତାଙ୍କ ସରକାର, ସେମାନେ ଆଜି କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହେଁ ନାହିଁ। ପୂର୍ବରୁ କହିସାରିଛି ଯେ ଗୋଟିଏ କଥା ହେଉଛି ଯେଉଁ ଘଟଣା ଘଟିଲା ମୁଁ ନିଶ୍ଚିତ ଭାବେ ମୁଁ ଦୁଃଖୀ ଅଟେ। ଏ ଦୁଃଖଦ ଘଟଣା, ଅଭାବନୀୟ ଘଟଣା ପୁଣି ମୋ ଗାଁରେ ଥିବା ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ଘଟିଲା। ତେଣୁ ମୁଁ ନିଶ୍ଚିତ ଭାବେ ଦୁଃଖ ଅନୁଭବ କରୁଛି ଏବଂ ସେ ଅଭାବନୀୟ ଘଟଣା, ଦୁଃଖଦ ଘଟଣା, ସମ୍ବେଦନଶୀଳ ଘଟଣାକୁ ରାଜନୀତିର ରଙ୍ଗ ଦିଆ ନଯାଇ ତାକୁ ଠିକ୍ ଭାବେ ପୋଲିସ ତାର ଇନଭେଷ୍ଟିଗେସନ କରୁ ଏବଂ ତାର ସତ୍ୟତାକୁ ପ୍ରକାଶ କରୁ, ପୀଡ଼ିତାକୁ ନ୍ୟାୟ ଦେଉ ଏବଂ ଦୋଷୀକୁ ଦଣ୍ଡ। पुलिस को प्रमाण आधार रे आपण पुत्र गिरफ कर किछि जानि पुलिस जे आपण पुत्र गिरफ होइछन मु जानिबार भी आवश्यकता मन नहीं। पुलिस ता बाटरे जीव, पुलिस जाइगिरी अपराधी को खोजिबो, एक्यूज्ड खोजिबो। मु पचारिबा दरकार नहीं पुलिस को। मु कौन प्रकार चाप प्रयोग करबा को चाहि नथिली एवं आम सरकार मध्य आईन को ता बाटरे जीवा को दबा को दिया जाऊ बोली कहूची।